ସୂର୍ଯ୍ୟ ଚନ୍ଦ୍ରଗ୍ରହଣ କଥା କାଲି ଗତକାଲି ଦି ଜଣ ଯୁବକ ପଚାରିଲେ ବର୍ଷାଟା ଜୋରେ ହବ କି ବର୍ଷାଟା ଜୋରେ ହବ କି ବୋଧେ ବର୍ଷା ଜୋରେ ହବ। ଋଷିମୁନି ମାର୍କ୍ସ କଳ୍କୀ ଅବତାର ତାଙ୍କୁ ଉତ୍ତର ଦେଲା ଏ ଯେଉଁ ଆକାଶର ବର୍ଷା ଆକାଶର ବାଦଲ ବର୍ଷା ହେଇ ଧରିତ୍ରୀକୁ ଆସିବ କିପରି ଭାବରେ ଆସିବ ସେ ବିଚାରଧାରାରେ ଆସିବ। କାହାର ବିଚାରଧାରାରେ ଆସିବ ନା ଚାରି ହାତିଆ ବିଷ୍ଣୁ ଅଦୃଶ୍ୟ ଶକ୍ତି ଭଗବାନଙ୍କ ବିଚାର ଅନୁସାରେ ବର୍ଷା ହେବ। କୋଉ ଭାରତୀୟ ବିଜେପି ଭାରତୀୟ ଜନତା ପାର୍ଟି କଥାରେ ଆସିବନି, କଂଗ୍ରେସ ପାର୍ଟିରେ କଥାରେ ଆସିବନି କି କୌଣସି ପଲିଟିକାଲି ପାର୍ଟି କଥାରେ ଆସିବନି କିମ୍ବା କୌଣସି ଏମଏଲଏ କଥାରେ ଆସିବନି କି କେଉଁ ମନ୍ତ୍ରୀ କଥାରେ ଆସିବନି କେଉଁ ମୁଖ୍ୟମନ୍ତ୍ରୀ କଥାରେ ଆସିବନି କି ପ୍ରଧାନମନ୍ତ୍ରୀ କଥାରେ ଆକାଶରୁ ବର୍ଷାଟା ଆସିବନି। ଭଗବାନଙ୍କର ବିଚାର ଅନୁସାରେ ଆକାଶରୁ ବର୍ଷା ଖସିବ କୋଉଠିକି ନା ଧରିତ୍ରୀ ଉପରକୁ। ମୁଁ ତାଙ୍କୁ ବୁଝେଇଲି ବାବୁ ଦେଖ ବର୍ଷାଟା କେମିତି ଗଜଗଜିଆ ବର୍ଷା ହେଇକି ଆସିବ, ଖଚଖଚିଆ ବର୍ଷା ହେଇକି ଆସିବ, ଝିପିଝିପି ବର୍ଷା ଆସିବ, ଟୁପୁଟୁପିକିଆ ବର୍ଷା ଆସିବ, କୁଚୁକୁଚୁକିଆ ବର୍ଷା ଆସିବ, ମୁଚୁମୁଚିକିଆ ବର୍ଷା ଆସିବ, ପିଚିପିଚିକିଆ ବର୍ଷା ଆସିବ, ଚରଚରକିଆ ବର୍ଷା ଆସିବ, ଗବଗବକିଆ ବର୍ଷା ଆସିବ, ଢବଢବକିଆ ବର୍ଷା ଆସିବ। କେତେ ପ୍ରକାର ବର୍ଷା ବାପା ଅଛି। ମୁଁ ତାକୁ କହିଲି କହିଲେ ଆରେ ବାବୁ ଦେଖେ କେତେ ପ୍ରକାର ବର୍ଷା ଅଛି। ତେଣୁ ବର୍ଷା କିପରି ଭାବରେ ଆସିବ ସେଟା ଭଗବାନ ବିଚାର କରିବେ। କୌଣସି ରାଜନୈତିକ ନେତା ବିଚାର କରିବନି କିମ୍ବା କୌଣସି ଉଚ୍ଚ ପଦସ୍ଥ ଅଫିସର ବିଚାର କରିବନି କି କୌଣସି ଚାଷୀ ବିଚାର କରିବନି କି କୌଣସି ବ୍ରାହ୍ମଣ ବିଚାର କରିବନି କି କୌଣସି କୃଷକ ବିଚାର କରିବନି, କୌଣସି ଯୁବକ ବିଚାର କରିବନି, କୌଣସି ନାରୀ ବିଚାର କରିବନି, କୌଣସି ଟୋକି ବିଚାର କରିବନି, କୌଣସି ସ୍ତ୍ରୀ ଲୋକ ବିଚାର କରିବନି, କୌଣସି ବିବାହିତା ଲୋକ ବିଚାର କରିବନି, କୌଣସି ଅବିବାହିତା ଲୋକ ବିଚାର କରିବନି। ବିଚାର କରିବା ଲୋକ ଚାରି ହାତିଆ ବିଷ୍ଣୁ ଯେଉଁ ବିଶାଳ ରୂପ ଅଛି ଅଦୃଶ୍ୟରେ ସେ ବିଚାର କରିବେ ଏବଂ ତାଙ୍କର ଠାରୁ ଆସିଥିବା ଅବତାରୀ ପୁରୁଷ ସେ ରାମ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, କଳ୍କୀ ଅବତାର ହୁଅନ୍ତୁ, ଏ ଯେଉଁ ଅବତାର ହୁଅନ୍ତୁ ସେ ବିଚାର କରିବେ। ପ୍ରକୃତିର ମାଲିକ ସିଏ। ତୁମର କାମ ହେଉଛି ତୁମେ ଖାଇବ ପିଇବ, ତୁମ ଯେତିକି ଦାୟିତ୍ୱ ହେଇଛି ତୁମେ କାମ କରିବ, ତୁମ ହିସାବରେ ଚାଲ। ଈଶ୍ୱର କ'ଣ କରିବା କଥା ସେ ତାଙ୍କର କରିବେ। ଆଉ ଈଶ୍ୱରଙ୍କ ସାଙ୍ଗରେ ମଜାକ କଲେ ବଦମାସି କଲେ ଚାରି ହାତରେ ପ୍ରହାର ହେବ। ଗୋଟେ ହାତ ନୁହେଁ ଚାରି ହାତରେ ଯେତେବେଳେ ପ୍ରହାର ହେବ ସେତେବେଳେ ଭଗବାନ ଗୁଡ଼ାକ ଯେପର୍ଯ୍ୟନ୍ତ ତୁମର ମୃତ୍ୟୁ ନ ହେଇଛି, କଳିଯୁଗଟା ସରିଯାଇଛି ନା, ଶରୀର ମରିଗଲା ପରେ ଆଉ କେହି ବଞ୍ଚେଇ ପାରିବେନି। କେଉଁଠି ମଶା ମାଛି ବେଙ୍ଗ ଚୁଚୁନ୍ଦରା ହେଇକି ଜନ୍ମ ହେବ। ତେଣୁକରି ଭଗବାନଙ୍କ ସାଙ୍ଗରେ ମଜାକ କରିବା ଛାଡ଼ିଦିଅ। ପିଲାଙ୍କୁ ବୁଝେଇଲି। ଆଉ ଗୋଟେ ବାବୁ ଦେଖାହେଲେ ଭାରି ବଡ଼ ବଡ଼ ଗପ ଗପିଲେ, କହିଲେ ମୋ ଠାରୁ ଲେଖା ପଢ଼ା ଆଉ ଦୁନିଆରେ ନାହିଁ। ସା ଲେଖିଦେବ, ଗୋଟେ ଲେଖିପାରିବନି, ସିଏ ଲେଖିପାରିବନି, ମୁଁ ଅମୁକିରେ ପିଜି କରିଛି, ମୁଁ ସମୁକିରେ ପିଜି କରିଛି, ମୁଁ ସାହିତ୍ୟରେ ରଚନା କରିଛି, ସାହିତ୍ୟରେ ଅନର୍ସ ଓଡ଼ିଆ ଅନର୍ସ ନେଇଛି, କିଏ କହୁଛି ମୁଁ କଲେକ୍ଟର ହେଇଛି, ମୁଁ ହେଉଛି ତହସିଲଦାର ହେଇଛି, କଲମ କାଗଜଟା ଏତେ ଶକ୍ତିଶାଳୀ ଯେ ମୁଁ ଲେଖି ଦେଉଛି। ସେ କହୁଛି ମୁଁ ଏତେ ଶକ୍ତିଶାଳୀ ଯେ ମୁଁ କାଗଜ କଲମରେ ଖାଲି ଲେଖି ପକାଉଛି, ମୋର ମନେ ରହିଯାଉଛି, ମୁଁ କାବିଲିୟତ ହେଇଯାଇଛି। ମୁଁ ତାଙ୍କୁ ବି ବୁଝେଇଲି, କହିଲି ବାବା ଦେଖ, ସିଏ କହିଲେ ବହୁତ ଜ୍ଞାନୀ ବଡ଼ ବଡ଼ ଜ୍ଞାନୀ ଲୋକ ଅଛନ୍ତି ଦ୍ୱିପଦ ଲେଖିପାରିବେନି। ମୋତେ ସେ ବାବୁ କହିଲେ ବହୁତ ବଡ଼ ବଡ଼ ଜ୍ଞାନୀ ଅଛନ୍ତି କିନ୍ତୁ ଲେଖିପାରିବେନି। ବୋଲେ ଶୁଣ, ଭଗବାନଙ୍କ ଠାରୁ ବଡ଼ ଜ୍ଞାନୀ କିଏ ଅଛି କି?
ଯଦି ଭଗବାନଙ୍କ ଠାରୁ ବଡ଼ ଜ୍ଞାନୀ କେହି ନାହିଁ ତାହେଲେ ଭଗବାନ ହେଉଛନ୍ତି ସର୍ବଶ୍ରେଷ୍ଠ ଜ୍ଞାନୀ। ଭଗବାନ ଯଦି ଆସିକି ଏଠି ପହଞ୍ଚିବେ ସିଏ ଓଡ଼ିଆରେ ଲେଖିପାରିବେନି, ଇଂଲିଶରେ ଲେଖିପାରିବେନି, ହିନ୍ଦୀରେ ଲେଖିପାରିବେନି, କିଛି ଲେଖିପାରିବେନି। ଭଗବାନ ଅଦୃଶ୍ୟ ବ୍ୟକ୍ତି, ସେ କିଛି ଲେଖିପାରିବେନି। ତା ମାନେ କ'ଣ ତୁମେ ଭଗବାନଙ୍କୁ ଅଣ୍ଡର ଏଷ୍ଟିମେଟ୍ କରିବ? ଅଜ୍ଞାନୀ ବୋଲି କହିବ ତାଙ୍କୁ? ଭଗବାନଙ୍କୁ କହିବ ତମେ ତ ଲେଖିପାରୁନା, ତମେ କ'ଣ ଜ୍ଞାନୀ କହିପାରିବ? କହିପାରିବନି। ଯଦି କହିବ ତମେ ତାହେଲେ ତମର କ'ଣ ପରିସ୍ଥିତି ହେବ ସେ କଥା ତମେ ଭଗବାନଙ୍କୁ ଭଗବାନ କହିବ ଯେ ଆପଣ ଲେଖନ୍ତୁ। ଭଗବାନ ସ୍ୱୟଂ ଆସିଲେ ଗୋଟେ ମଣିଷ ରୂପରେ। ସିଏ କହିଲେ, ତାକୁ ଜଣେ ଲୋକ କହିଲା, ମାନେ ମାଷ୍ଟର କହିଲା, ଭଗବାନ ତମେ ଆଇଛ ଯଦି ତମେ ଓଡ଼ିଆରେ ଦ୍ୱିପଦ ଲେଖ। ଭଗବାନ କହିବ ମୁଁ ଓଡ଼ିଆରେ ଲେଖିପାରିବିନି। ତାମାନେ କ'ଣ ସିଏ ଅଜ୍ଞାନୀ? ମୋର କହିବା କଥା, ମୁଁ ଏଇ ଯେଉଁ ଲାଇଭ୍ ଟେଲିକାଷ୍ଟ କରୁଛି ଫେସବୁକ୍ ମାଧ୍ୟମରେ ଯେଉଁ ଲାଇଭ୍ କରିକି ଲୋକମାନଙ୍କୁ ମୁଁ ଜଣେଇବାକୁ ଚାହେଁ, ମୋର ମେସେଜ ଦେବାକୁ ଚାହେଁ ଯେ ଭଗବାନ, ଆମେ ଜଣେ ସାଧୁ ସନ୍ଥ ତପସ୍ୱୀ ଋଷି ମୁନି, ଆମେ ମେସେଜ ଦେବାକୁ ଚାହୁଁଛୁ। ଯେଉଁ ଲୋକ କାଲି ଦୀପଦ ମୋ ସାର୍ ବସିଲେ କଥା ହେଲେ ଯେ ଆମେ ପାଠ ପଢ଼ିଛୁ, ଆମ ପାଖରେ କଲମ ଅଛି, କାଗଜ ଅଛି, ବହି ଅଛି, କାଗଜ ଅଛି, ସବୁ ଆମେ ଲେଖୁଛୁ ଲେଖନି ଧରିକି। ତମେ ଲେଖି ପକେଇଲେ କ'ଣ ହେବ? ମରିବନି। ଲେଖିକି କ'ଣ ତମେ କେତେ ଭୁଲ କରିଛ ତମ ଜୀବନ କାଳ ଭିତରେ? ତମେ ତ ବର୍ତ୍ତମାନ ଲେଖୁଛ। ଏମିତି ସଂସାରରେ ବହୁତ ଲେଖାଳିଆ ଅଛନ୍ତି, ପାଠ ପଢ଼ୁଆ ଅଛନ୍ତି, କେତେ IAS ଟ୍ୟାଲେଣ୍ଟ ଅଛନ୍ତି, ବହୁତ ଲେଖାପଢ଼ାରେ ଏକଦମ ପ୍ରବୀଣ। ତା ଜୀବନରେ କେତେ ଭୁଲ କରିନାହାନ୍ତି ନା ନାହାନ୍ତି? ନା କରିନାହାନ୍ତି। ସୂର୍ଯ୍ୟ ଦେବତା ଆକାଶରେ ଅଛନ୍ତି, ତାଙ୍କୁ ଦ୍ୱିପଦ ଲେଖନି, ସେ ଲେଖିପାରିବେ? ତାମାନେ କ'ଣ ସୂର୍ଯ୍ୟ ଦେବତା ଅଜ୍ଞାନୀ? କ'ଣ ବୁଝିପାରୁଛନ୍ତି ନା? ଆକାଶରେ ଚନ୍ଦ୍ରଙ୍କର ଆଲୋକ, ତାରାର ରଶ୍ମି, ତାଙ୍କୁ କେବେ ଲେଖନି ଆପଣ ଆସିକି ଲେଖନ୍ତୁନି ଦ୍ୱିପଦ ଓଡ଼ିଆରେ। ସେ ଲେଖିପାରିବେ? ସେ କହିବ ମୁଁ ଓଡ଼ିଆରେ ଲେଖିପାରିବିନି, ହିନ୍ଦୀରେ ଲେଖିପାରିବିନି। କ'ଣ ତାଙ୍କର କେନ୍ଦାଳିବ ତମେ? ତାମାନେ କ'ଣ ସେ ଅଜ୍ଞାନୀ? ଭଗବାନ ଶ୍ରୀକୃଷ୍ଣ ମଣିଷ ରୂପରେ ଆସିବେ, କିନ୍ତୁ ସେ ଚାହିଁଲେ ବର୍ତ୍ତମାନ ବର୍ଷାଟାକୁ କହିବେ ବର୍ଷା ଇମିଡ଼ିଏଟ୍ ଗଜଗଜିଆ ବର୍ଷା ହବ, ସେ ହବ। ବର୍ଷା କହିବ ପ୍ରଭୁଜୀ ମୁଁ ବର୍ଷା କରିବି। ଗୋଟେ ମଣିଷ କରିପାରିବ କି? ସୂର୍ଯ୍ୟଙ୍କୁ କହିବେ ଆଜି ମୁଁ ଦେଖିବାକୁ ପାଇବି ଯେ ଜୀବନ ଭଗବାନ ଶ୍ରୀକୃଷ୍ଣ ଠିଆ ହେବେ, ସେ କହିବେ ମୁଁ ଓଡ଼ିଆରେ ଲେଖିପାରିବିନି, ଇଂଲିଶରେ ଲେଖିପାରିବିନି, ହିନ୍ଦୀରେ ଲେଖିପାରିବି, କିଛି ବି ଲେଖିପାରିବିନି ମୁଁ। କିନ୍ତୁ ସେ କହିବେ ହେ ସୂର୍ଯ୍ୟ, ଆକାଶର ସୂର୍ଯ୍ୟ, ମୁଁ ଦେଖିବାକୁ ଚାହେଁ ଆଜି ଦିନମାନ ସୂର୍ଯ୍ୟ ଦେଖାଯିବନି। ମୋର ଏ ଅର୍ଡ଼ର, ସୂର୍ଯ୍ୟ ଦେଖାଦେବେନି। ବାଦଲ ତାକୁ ଘାଣ୍ଟି ଦେବେ, ବାଦଲକୁ କହିବେ ଢାଙ୍କ, ବାଦଲ ଢାଙ୍କି ଦେବ। ତାମାନେ କ'ଣ ଭଗବାନ ଅଜ୍ଞାନୀ? ମୁଁ ପଚାରିବାକୁ ଚାହେଁ ସେଇ ବ୍ୟକ୍ତିତ୍ୱକୁ, ଯେଉଁ କାଲି ଯେଉଁମାନେ କଥାବାର୍ତ୍ତା କଲେ, ମୁଁ ତାକୁ କିଛି କହିଲି ନାହିଁ ଏଇଥିପାଇଁ ମୁହଁରେ ସେ ଖରାପ ଭାବିବେ। ଗୋଟେ ଲୋକଟା କହିବେ ଯେ ଆମେ କାହିଁ ଯୁକ୍ତି ତର୍କ କରିବା ପାଇଁ, ଆମେ ସାଧୁ ସନ୍ଥ ଋଷିମୁନି ମାର୍କ୍ସ ଯୁକ୍ତି କରିବାକୁ ଚାହୁଁନି। ମୁଁ ଏ ଫେସବୁକ୍ର ଲାଇଭ୍ ମାଧ୍ୟମରେ ଲୋକମାନଙ୍କୁ ଜଣାଇବାକୁ ଚାହେଁ ଭଗବାନ ସ୍ୱୟଂ ମଣିଷ ରୂପରେ ଆସିବେ। ଗୋଟେ ବାଇଚାନ୍ସ ସେ ତାର ମନ ହେଲା ମୁଁ ମଣିଷ ରୂପରେ ଯିବି, ସେ ଆସିଲେ, ଆପଣଙ୍କ ପାଖରେ ବସିଲେ, କଲେକ୍ଟରଙ୍କ ପାଖରେ ବସିଲେ, ଏସ୍ପିଙ୍କ ପାଖରେ ବସିଲେ, ବଡ଼ ବଡ଼ ଜ୍ଞାନୀଙ୍କ ସାହିତ୍ୟ, ଯେଉଁମାନେ କି ସାହିତ୍ୟ ରଚନା କରୁଛନ୍ତି, କବି, ଭାବୁକ, ବହୁତ ଲେଖାଳି, ଗୋଟେ ଗୋଟେ ଶବ୍ଦର ମାନେ କେଉଁଠି ଭୁଲ ବି ନାହିଁ। ସିଏ କହିବେ ଭୁଲ ତ ବହୁତ ଅଛି, କିନ୍ତୁ ସିଏ କହିବେ ଆମର କିଛି ଭୁଲ ନାହିଁ। ତାଙ୍କ ପାଖରେ ଭଗବାନ ବସିବ, ସିଏ କହିବେ, ଭଗବାନ କହିବେ ଲେଖନି ଗୋଟେ ସେଣ୍ଟେନ୍ସ ଲେଖ। ଭଗବାନ କହିବେ ମୁଁ ସେଣ୍ଟେନ୍ସ ଲେଖିଲୁ 1000 ଭୁଲ ହେଇଗଲା, ଲେଖିବାରେ ଭୁଲ ହେଇଗଲା। କିନ୍ତୁ ସେଇ ଯେଉଁ ସାହିତ୍ୟିକ, ଯେଉଁ ଲେଖାଳି, ଯେଉଁ ପଣ୍ଡିତ, ସିଏ ଦେଖିବା କେମିତି କହିଦେବ ଏ ବର୍ଷା, ଏ ସୂର୍ଯ୍ୟ ତୁମେ ଆଜି ଆଉ ବାହାର ନା, ତା କଥାରେ ରହିବେ। ସେ କହିବ ଏ ବର୍ଷାଟା ହୁଅନି, ହବ, କିନ୍ତୁ ଭଗବାନ ଚାହିଁଲେ କରିବେ। ଭଗବାନ କହିବେ ଏଇ ମୁଁ ଏଇଠି ବସିଛି, ତାଙ୍କର ଦିବ୍ୟ ଦୃଷ୍ଟ ସୂର୍ଯ୍ୟ ଯେଉଁ ନୟନ, ଚନ୍ଦ୍ର ନୟନ, ସେ କହିବେ ଏଇ ସେ ବାଟରେ ସେ ଯେଉଁ ଗାଡ଼ିଟା ଯାଉଛି, ସେ କଲେକ୍ଟର ଯାଉ କି ସେ ମୁଖ୍ୟମନ୍ତ୍ରୀ ଯାଉ କି ପ୍ରଧାନମନ୍ତ୍ରୀ ଯାଉ, ସେ ଗାଡ଼ିରେ ସେଇଠି ସେ ଡେଥ୍ ହେବାକୁ ଚାହୁଁଛି, ମୁଁ 10:25 ସେ ତା ଶରୀର ଛାଡ଼ିବ, ଶରୀରକୁ ମୃତ୍ୟୁ ଘୋଷଣା କରିବ ଡକ୍ଟର, ଏବଂ ଶରୀରରୁ ଜୀବାତ୍ମା ମୋ ପାଖକୁ ଆସିବ, ସେୟା ହେଇଯିବ। ଧର ସପୋଜ ସେଇଆ ହେଇଗଲା ବାଟରେ, କିନ୍ତୁ ଲେଖିପାରୁନାହାନ୍ତି ପ୍ରଭୁ ଭଗବାନ ଲେଖିପାରିଲେନି, 2 ଧାଡ଼ି ଲେଖିଲେନି। ତାମାନେ କ'ଣ? ତାମାନେ କିଏ ପାୱାରଫୁଲ? ଭଗବାନ ପାୱାରଫୁଲ ନା ଲେଖାଳି ପାୱାରଫୁଲ? ମୁଁ ଏଇଟା ପଚାରିବାକୁ ଚାହୁଁଥିଲି। ତେଣୁ ଏ ଫେସବୁକ୍ ମାଧ୍ୟମରେ ଯେଉଁ ଭାଇଙ୍କ ସହିତ ମୁଁ କାଲି କଥା ହେଇଛି, ସିଏ ମୋ ଫେସବୁକ୍ରେ ଫ୍ରେଣ୍ଡସିପ୍ ଅଛନ୍ତି। ମୋ ଭାଇ ସେ ଦୟା କରିକି ଟିକେ ମୋ ଉତ୍ତର ଦେବ। ମୁଁ ରହିଲି, ଜୟ ଜଗନ୍ନାଥ।